ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ଗ୍ରାମ ପଞ୍ଚାୟତ କଞ୍ଜାଙ୍ଗ ମାଣ୍ଡି ଗ୍ରାମରେ ଏମ୍ପିଙ୍କ ପାଣ୍ଠିରୁ ସିସି ରାସ୍ତା ନିର୍ମାଣ କାମ ସରିଥିଲା। ଏହି ରାସ୍ତା ନିର୍ମାଣ ବୋଲି ମାଝୀ ଏବଂ ସୀତାରାମ ମାଝୀ ଦ୍ୱାରା ସମ୍ପାଦନ କରାଯାଇଛି। ନୂତନ ରାସ୍ତାର ଉଦ୍ଘାଟନ ସମାରୋହ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ଶିକ୍ଷାନୀତିରେ ପରିଣତ କରିବାକୁ କଂଗ୍ରେସ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକା, ବ୍ଲକ ସଭାପତି ଅଙ୍ଗଦ ନାୟକ, କଂଗ୍ରେସ କର୍ମୀ ରାଜେନ୍ଦ୍ର ନାୟକ, ଚନ୍ଦୁଚରଣ ମାଝୀ, ଅବସରରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକା, ବ୍ଲକ ସଭାପତି ଶ୍ରୀ ଅଙ୍ଗଦ ନାୟକ, ପଞ୍ଚାୟତ ସଭାପତି କୁମ୍ବାସୁର ମାଝୀ ଏବଂ କଂଗ୍ରେସ କର୍ମଚନ୍ଦୁ ଚରଣ ମାଝୀ, ରାଜେନ୍ଦ୍ର ନାୟକ, ମୋହନ ନାୟକ, ଯୋଗେନ୍ଦ୍ର ନାୟକ, ପୁରନ୍ଦର ନାୟକ, ବଳରାମ ମାଝୀ ଏବଂ ପ୍ରତ୍ୟେକ ଗ୍ରାମରୁ ବହୁତ ସଂଖ୍ୟାରେ ପଞ୍ଚାୟତର ଜନପ୍ରତିନିଧି, ଉପକୃତ ଅଞ୍ଚଳବାସୀ, କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ରାସ୍ତା ନିର୍ମାଣ ଦ୍ୱାରା ବହୁତ ଲୋକଙ୍କ ଯିବା ଆସିବା ସହ ଗାଡ଼ି ଯାତାୟାତ ସୁଯୋଗ ହେବା। ଆଗାମୀ ଦିନରେ ଏହିପରି ଭାବରେ ଜନପ୍ରତିନିଧି ମାନେ ନିଜ ନିଜ ପାଣ୍ଠି ଲୋକଙ୍କ ସେବା ଓ ଆବଶ୍ୟକତା ଅନୁଯାୟୀ ସୁବିନିଯୋଗ ପାଇଁ ବ୍ୟବହାର କଲେ ଲୋକ ଉପକୃତ ହୋଇପାରନ୍ତି। ରାୟଗଡ଼ା ଜିଲ୍ଲା ପ୍ରତିନିଧି ବିଶ୍ୱନାଥ ମାଣ୍ଡିକା ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।